ବିପତ୍ତି ଖୋଲୁଛି ଆବାସ ଯୋଜନାର ପୋଲ। ସାମ୍ନାକୁ ଆସିଲା ଝାଟି ମାଟି ଘରର ପୁଳାପୁଳା ଚିତ୍ର। କାହା ପାଖକୁ ଯାଉଛି ଯୋଜନାର ଟଙ୍କା? ବର୍ଷା ଓ ବିପତ୍ତି ଆସିଲେ ଖୋଲିଯାଉଛି ସରକାରୀ ଯୋଜନାର ପୋଲ। ବାରମ୍ବାର ଆବେଦନ ପରେ ବି ଯୋଗ୍ୟ ହିତାଧିକାରୀଙ୍କ ଭାଗ୍ୟରେ ଯୋଡ଼ି ହୋଇପାରୁନି ଆବାସ ଘରଟି। ଫଳରେ ଛାତ ତଳେ ରହିବା ପରିବର୍ତ୍ତେ ଆଜି ବି ଝାଟିମାଟି ଓ ଭଙ୍ଗା ଦାଣ୍ଡ ତଳେ ଜୀବନ ବ୍ୟତୀତ ଫଳରେ ଛାତ ତଳେ ରହିବା ପରିବର୍ତ୍ତେ ଆଜି ବି ଝାଟିମାଟି ଓ ଭଙ୍ଗା ଦଣ୍ଡା ତଳେ ଜୀବନ ବ୍ୟତୀତ କରୁଛନ୍ତି ଶତାଧିକ ପରିବାର। କାହା ପାଖକୁ ଯାଉଛି ଆବାସ ଯୋଜନାର ଟଙ୍କା? ଆଉ ଅସଲ ଯୋଗ୍ୟଙ୍କୁ କିଏ କରୁଛି ବଞ୍ଚିତ? ଏସବୁ ଭିତରେ ଆବାସ ବଣ୍ଟନରେ ବ୍ୟାପକ ଅନିୟମିତତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅଫିସରକୁ ସିଧାସଳଖ ଚେତାବନୀ ଦେବା ସହ କଡ଼ା ଭାଷାରେ ଝାଡ଼ିଛନ୍ତି। ମାଟି ଝାଟି ଘରେ ଜୀବନ ପାଦେ ପାଦେ ବିପଦ। ମାଟି କାନ୍ଥରେ ବଡ଼ ବଡ଼ ଫାଟ, ଘର ଭିତରେ କାଦୁଅ, ଆଉ ମୁଣ୍ଡ ଉପରେ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଭୟ। ବର୍ଷା ଓ ବିପତ୍ତି ଆସିଲେ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଏମିତି ମାଳମାଳ କରୁଣ ଚିତ୍ର। ବାରମ୍ବାର ସର୍ଭେ ହେଉଛି, ପଞ୍ଚାୟତରୁ ବ୍ଲକ ଯାଏ ଦୌଡ଼ି ଦୌଡ଼ି ଲୋକଙ୍କ ଚପଲ ସିନା ଘଷି ହୋଇଯାଉଛି, ହେଲେ ସେମାନଙ୍କ ଭାଗ୍ୟରେ ପକ୍କା ଘରଟି ଯୋଡ଼ି ହୋଇପାରୁନାହିଁ। ଏପଟେ ଆବାସ ବଣ୍ଟନରେ ଅନିୟମିତତା, ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବା ଅଭିଯୋଗ ପରେ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଢେଙ୍କାନାଳ ସଦର ବ୍ଲକର ଗ୍ରାଉଣ୍ଡ ଜିରୋର ସ୍ଥିତି ସମୀକ୍ଷା ବେଳେ ଅସଲି ଚିତ୍ର ଦେଖି ପିତ୍ତ ଗରମ ହୋଇଯାଇଛି ମନ୍ତ୍ରୀଙ୍କର। ଅଧିକାରୀଙ୍କ ସାମ୍ନାରେ ଯୋଗ୍ୟ ବଞ୍ଚିତଙ୍କ ଦୁଃଖ ଦେଖି ବିଡିଓ ଓ ପିଇଓଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। ଖୋଦ୍ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୌଣସି ସୀମା ନାହିଁ। ଯେତେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସମସ୍ତ ଘର ପାଇବେ। ଟଙ୍କା ନେଇ କାହିଁକି ରାଜନୀତି କରୁଛ? କାହିଁକି ଗରିବ ଲୋକଙ୍କ ସହ ମଜାକ ଚାଲିଛି? କେଉଁଠାକୁ ବଦଳି ହେବାକୁ ଚାହୁଁଛ? ସିଧାସଳଖ କୁହ। ମନ୍ତ୍ରୀଙ୍କ ଏହି କଡ଼ା ଚେତାବନୀ ପରେ ଏବେ ତଳତଳେ ଅଫିସର ଦଲାଲଙ୍କ ନିଦ ନ ପଡ଼ୁଛି। କେବଳ ଢେଙ୍କାନାଳ ନୁହେଁ, ରାଜ୍ୟର ଅନେକ ଜିଲ୍ଲାରୁ ସମାନ ଅଭିଯୋଗ ଆସୁଛି। ଗୋଟିଏ ଅନେକ ସ୍ଥାନରେ ଯୋଗ୍ୟ ହିତାଧିକାରୀ ଝାଟିମାଟି ଘରେ ବିପଦପୂର୍ଣ୍ଣ ଭାବେ ଦିନ କାଟୁଥିବା ବେଳେ ଅନ୍ୟପଟେ କିଛି ଅସାଧୁ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନାର ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ତେବେ ପ୍ରଶ୍ନ ଉଠୁଛି, କେବଳ ଧମକ ଗାଳିରେ ସୁଧୁରିଯିବେ ତଳତଳେ ଅଫିସର, ନା ପୁଣି ଥରେ ସର୍ଭେ କରାଇ ପ୍ରକୃତ ଯୋଗ୍ୟଙ୍କ ମୁଣ୍ଡ ଉପରେ ପକ୍କା ଛାତ ଦେବେ ସରକାର? ସରକାର ବଦଳିଛି, ନିୟମ ସଡ଼କରୁ ସଚିବାଳୟ ଯାଏ କଡ଼ାକଡ଼ି ହେଉଛି, ହେଲେ ସୃଷ୍ଟି ହୋଇଥିବା ପୁରୁଣା ପସରା ଓ ଅନିୟମିତତା ଏବେ ବି ସ୍ଥାନ ରହିଛି। ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ଅଫିସରକୁ ଝାଡ଼ିବା ନିଶ୍ଚିତ ଭାବେ ଆବାସ ବଞ୍ଚିତଙ୍କ ମନରେ ଆଶାର କିରଣ ଦେଖାଇଛି। ହେଲେ ଦେଖିବାକୁ ବାକି ରହିଲା ତାଗିଦ ପରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ହକର ପକ୍କା ଘର କେବେ ମିଳୁଛି।